ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହାକି ଲୋକଲୋଚନକୁ ଆସିପାରୁନାହିଁ। ଯେମିତିକି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ମୂଳାବସା ଡ୍ୟାମ୍, ଥିପାଖୋଳ ଝରଣା, ଯୋଗୀମଠ, ସେହିପରି ବୋଡେନ ବ୍ଲକର ଉପକାଗଙ୍ଗା ଅନ୍ୟତମ। ଏବେ ବୋଟିଂ ସୁବିଧା ପାଇଁ ଚର୍ଚ୍ଚାରେ ରହିଛି ନୂଆପଡ଼ା ଜିଲ୍ଲାର ତିଖାଲି ଡ୍ୟାମ୍ ଏବଂ କଳାହାଣ୍ଡି ଜିଲ୍ଲାର ଭତ୍ରାଜୋର ଡ୍ୟାମ୍। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରୁ କିଛି ଦୂର ଯାତ୍ରା କଲା ପରେ ଏହି ଭତ୍ରାଜୋର ଡ୍ୟାମ୍କୁ ପହଞ୍ଚି ହୋଇଥାଏ। ବଣ ପାହାଡ଼ ଭରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଭଦ୍ରାଜୋର ଡ୍ୟାମ୍ ବିଦେଶୀ ପକ୍ଷୀମାନଙ୍କ ଆଶ୍ରୟସ୍ଥଳୀ ସାଜିଥିବା ବେଳେ ସୁଲଭ ମୂଲ୍ୟରେ ସୁରକ୍ଷିତ ବୋଟିଂ ସୁବିଧା ପର୍ଯ୍ୟଟକମାନଙ୍କୁ ନିଜ ଆଡ଼କୁ ଟାଣି ଆଣୁଛି। ଏଠାରେ ବଣଭୋଜିର ଆସର ବେଶ ଜମୁଛି। ହେଲେ ଏଠାରେ ସୌନ୍ଦର୍ଯ୍ୟକରଣ ପାଇଁ ବହୁତ କାମ ବାକି ରହିଛି। ସରକାର ଯଦି ଏହି ସ୍ଥାନମାନଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ସୌନ୍ଦର୍ଯ୍ୟକରଣ ପାଇଁ କିଛି ଅର୍ଥ ବିନିଯୋଗ କରନ୍ତେ ତାହେଲେ ଏ ଅଞ୍ଚଳର ଜନସାଧାରଣ କିଛି ରୋଜଗାର ସୁଯୋଗ ପାଇପାରନ୍ତେ। ମୋ ନାଁ ଅରବିନ୍ଦ ହୋତା, ସୁଦୂର ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଶାଗୁନଭାଡ଼ି ଗ୍ରାମରୁ ଆଜି ଆମେ এই ଭତ୍ରାଜୋର ଡ୍ୟାମ୍କୁ ଆସିଛୁ। ପ୍ରକୃତିର ଭରା ଏ ଭତ୍ରା ଡ୍ୟାମ୍ ଅଞ୍ଚଳ ବହୁତ ସୁନ୍ଦର ଦେଖାଯାଉଛି। ବୋଟିଂର ସୁବିଧା ଅଛି, ତଥାପି ସୌନ୍ଦର୍ଯ୍ୟକରଣ ପାଇଁ ବହୁତ କାମ ବାକି ରହିଛି। ଯଦି ସରକାର ଏ ଅଞ୍ଚଳକୁ ଦୃଷ୍ଟି ଦେଇ ଠିକ୍ ହିସାବରେ ଗୋଟେ ପାର୍କ କରିଦିଅନ୍ତେ ତାହେଲେ ଏ ଅଞ୍ଚଳର ଜନସାଧାରଣ ରୋଜଗାର ପାଇପାରନ୍ତେ ଏବଂ ଦୂରଦୂରାନ୍ତରୁ ବହୁତ ପର୍ଯ୍ୟଟକ ଆକୃଷ୍ଟ ହୋଇ ଏହି ଭତ୍ରାଜୋରକୁ ଆସିପାରନ୍ତେ।